ନମସ୍କାର। ଆଜିର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମ ପାଖରେ ଓଏସ୍ଏସ୍ସି ସିଜିଏଲ୍ ପ୍ରାକ୍ଟିସ୍ ସେଟ୍ରୁ କିଛି ବଛା ବଛା ପ୍ରଶ୍ନ ଅଛି। କିନ୍ତୁ ଆମେ କେବଳ ଉତ୍ତର ଖୋଜିବା ନାହିଁ। ଆମର ଉଦ୍ଦେଶ୍ୟ ହେଉଛି ଏହି ପ୍ରଶ୍ନଗୁଡ଼ିକୁ ନେଇ ଓଡ଼ିଶା ବିଷୟରେ ଗୋଟେ ସମ୍ପୂର୍ଣ୍ଣ ଚିତ୍ର ଆଙ୍କିବା। ମାନେ କେମିତି ଏହାର ଭୂଗୋଳ, ଇତିହାସ ଆଉ ସଂସ୍କୃତି ସବୁକିଛି ପରସ୍ପର ସହ ଯୋଡ଼ି ହୋଇ ରହିଛି। ବହୁତ ବଢ଼ିଆ କଥାଟିଏ କହିଲେ, କାରଣ ଏହି ତଥ୍ୟଗୁଡ଼ିକ ଅଲଗା ଅଲଗା ନୁହେଁ, ସବୁ ଗୋଟିଏ ସୂତାରେ ବନ୍ଧା, ଆଉ ପ୍ରତ୍ୟେକ ପ୍ରଶ୍ନ ଆମକୁ ସେହି ସୂତାର ଗୋଟେ ନୂଆ ଦିଗ ଦେଖାଇବ। ତେବେ ଚାଲନ୍ତୁ ଆରମ୍ଭ କରିବା। ଠିକ୍। ଆଉ ଓଡ଼ିଶା କଥା ଉଠିଲେ ପ୍ରଥମେ ମନକୁ ଆସେ ତାର ସମୁଦ୍ର କୂଳ। ତେବେ ଆମର ପ୍ରଥମ ପ୍ରଶ୍ନଟି ସେଇଠୁ, ଓଡ଼ିଶାର ଉପକୂଳ ସମ୍ବନ୍ଧରେ କେଉଁ ବାକ୍ୟଟି ସଠିକ୍? ବିକଳ୍ପଗୁଡ଼ିକ ହେଲା ଏ. ଭାରତରେ ଓଡ଼ିଶାର ଉପକୂଳ ସବୁଠାରୁ ଲମ୍ବା। ବି. ଓଡ଼ିଶାର ଉପକୂଳ ପ୍ରାୟ 300 କିଲୋମିଟର ଲମ୍ବା। ସି. ଓଡ଼ିଶାର ଉପକୂଳ ପ୍ରାୟ 480 କିଲୋମିଟର ଲମ୍ବା। ଆଉ ଡି. ଓଡ଼ିଶାରେ କୌଣସି ପ୍ରାକୃତିକ ବନ୍ଦର ନାହିଁ। ହଁ, ଏଇଟା ଗୋଟେ ମୌଳିକ ପ୍ରଶ୍ନ। ଏହାର ସଠିକ୍ ଉତ୍ତର ତ ସି ହେବ। ଓଡ଼ିଶାର ଉପକୂଳ ପ୍ରାୟ 480 କିଲୋମିଟର ଲମ୍ବା। ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ। ଏହା ଆମ ଅର୍ଥନୀତି ଆଉ ଇତିହାସର ଗୋଟେ ପ୍ରକାର ଜୀବନରେଖା। ଆଚ୍ଛା, କିନ୍ତୁ ଏଠି ବିକଳ୍ପ ଏ ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରେ। ଅନେକେ ଭାବନ୍ତି ବୋଧେ ଓଡ଼ିଶାର ଉପକୂଳ ସବୁଠାରୁ ଲମ୍ବା। ହଁ, ସେଟା ଗୋଟେ ସାଧାରଣ ଭୁଲ ଧାରଣା। ପ୍ରକୃତରେ ତ ଗୁଜରାଟର ଉପକୂଳ ସବୁଠାରୁ ଲମ୍ବା, ତାର ଅଙ୍କବଙ୍କା ଗଠନ ପାଇଁ। କିନ୍ତୁ ଓଡ଼ିଶାର ଏହି 480 କିଲୋମିଟର ଉପକୂଳ ହିଁ ସାଧବପୁଅମାନଙ୍କୁ ବାଣିଜ୍ୟ କରିବାର ସୁଯୋଗ ଦେଇଥିଲା। ଠିକ୍। ଆଉ ଏହି ଉପକୂଳକୁ ଛୁଇଁବାକୁ ଅନେକ ନଦୀ ବି ଆସିଛନ୍ତି। ସେଇଠୁ ଆସୁଛି ଆମର ପରବର୍ତ୍ତୀ ପ୍ରଶ୍ନ। ଓଡ଼ିଶାର ନିମ୍ନଲିଖିତ ନଦୀଗୁଡ଼ିକୁ ଉତ୍ତରରୁ ଦକ୍ଷିଣ ଦିଗରେ ସଜାନ୍ତୁ। ନଦୀଗୁଡ଼ିକ ହେଲା ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ଆଉ 4 ଋଷିକୂଲ୍ୟା। ଏଥିପାଇଁ ଓଡ଼ିଶାର ମାନଚିତ୍ରକୁ ମନେ ପକାଇବାକୁ ପଡ଼ିବ। ବିକଳ୍ପଗୁଡ଼ିକ କ'ଣ ଥିଲା? ବିକଳ୍ପଗୁଡ଼ିକ ହେଲା ଏ 1 2 3 4, ବି 2 1 3 4, ସି 1 3 2 4 ଆଉ ଡି 3 2 1 4। ଦେଖନ୍ତୁ, ଏହାର ସଠିକ୍ କ୍ରମ ହେଉଛି ବିକଳ୍ପ ଏ, ମାନେ 1 2 3 4। ସବୁଠୁ ଉପରେ ଉତ୍ତରରେ ସୁବର୍ଣ୍ଣରେଖା, ତାପରେ ବୈତରଣୀ, ଆଉ ତା ପାଖାପାଖି ବ୍ରାହ୍ମଣୀ, ଆଉ ସବା ତଳେ ଦକ୍ଷିଣରେ ଆସିବ ଋଷିକୂଲ୍ୟା। ବାଃ, ଏଇ କ୍ରମଟି ଖାଲି ପରୀକ୍ଷା ପାଇଁ ନୁହେଁ, ଏହା ଓଡ଼ିଶାର ପରିବେଶକୁ ବି ବୁଝାଉଛି। ଋଷିକୂଲ୍ୟା ମୁହାଣ ତ ଅଲିଭ୍ ରିଡ୍ଲେ କଇଁଛଙ୍କ ପାଇଁ ପ୍ରସିଦ୍ଧ। ତେବେ ଏହି ନଦୀ ଆଉ ସମୁଦ୍ର ଯେଉଁ ଜିଲ୍ଲା ଦେଇ ଯାଇଛନ୍ତି, ସେମାନଙ୍କ ଉପରେ ଏକ ପ୍ରଶ୍ନ। ନିମ୍ନଲିଖିତ ଜିଲ୍ଲାମାନଙ୍କ ମଧ୍ୟରୁ କେଉଁଟି ଓଡ଼ିଶାର ଏକ ଉପକୂଳବର୍ତ୍ତୀ ଜିଲ୍ଲା ନୁହେଁ? ଏ. ଜଗତସିଂହପୁର, ବି. କେନ୍ଦ୍ରାପଡ଼ା, ସି. ଯାଜପୁର, ଡି. ବାଲେଶ୍ୱର। ଏଇଟା ଟିକେ ଚତୁର ପ୍ରଶ୍ନ, କାରଣ ଯାଜପୁର ଉପକୂଳର ବହୁତ ପାଖରେ ଅଛି। କିନ୍ତୁ ସଠିକ୍ ଉତ୍ତର ହେଉଛି ସି. ଯାଜପୁର। ଯଦିଓ ଯାଜପୁର ଦେଇ ବୈତରଣୀ ନଦୀ ଯାଇଛି, ଏହା ସମୁଦ୍ରକୁ ସିଧାସଳଖ ଛୁଇଁନି। ଆଚ୍ଛା, ଏଇଟା ଟିକେ ଆଶ୍ଚର୍ଯ୍ୟ କଲା, କାରଣ ଯାଜପୁର ତ ଐତିହାସିକ ଭାବେ ଏତେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଓଡ଼ିଶାର ରାଜଧାନୀ ଥିଲା। ଏକଦମ ଠିକ୍, କିନ୍ତୁ ଏଇଠି ହିଁ ଭୂଗୋଳର ପ୍ରଭାବ ଦେଖାଯାଏ। ସମୁଦ୍ର ସହ ସିଧାସଳଖ ସଂଯୋଗ ନଥିବାରୁ ଏହା ଏକ ବନ୍ଦର ଭାବେ ଗଢ଼ି ଉଠିପାରିଲା ନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଆଉ ଗଞ୍ଜାମ। ଯାଜପୁର ଏଥିରେ ନାହିଁ। ବୁଝିଲି। ତେବେ ଉପକୂଳ, ନଦୀ, ଜିଲ୍ଲା ପରେ ଏବେ ଇତିହାସ ଆଡ଼କୁ ଯିବା। ଏହି ଭୂମିରେ ଯେଉଁ ମହାନ ଶାସକମାନେ ଥିଲେ ତାଙ୍କ ବିଷୟରେ। ପ୍ରଶ୍ନଟି ହେଉଛି, କେଉଁ ଓଡ଼ିଆ ରାଜା ଗଜପତି ଉପାଧି ଧାରଣ କରିଥିଲେ? ଏ. ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ, ବି. କପିଳେନ୍ଦ୍ର ଦେବ, ସି. ନରସିଂହଦେବ ପ୍ରଥମ ଆଉ ଡି. ମୁକୁନ୍ଦଦେବ। ଏହି ପ୍ରଶ୍ନର ଉତ୍ତର ଆମ ଇତିହାସର ଗୋଟିଏ ସୁବର୍ଣ୍ଣ ଅଧ୍ୟାୟ ଖୋଲିଦିଏ। ଉତ୍ତର ହେଉଛି ବି. କପିଳେନ୍ଦ୍ର ଦେବ। କିନ୍ତୁ କାହିଁକି ଏହି ଉପାଧି ଏତେ ଗୁରୁତ୍ୱପୂର୍ଣ୍ଣ? କାରଣ ଗଜପତି କହିବା କେବଳ ଏକ ନାଁ ନଥିଲା, ଏହା ଥିଲା ଏକ ଶକ୍ତି ପ୍ରଦର୍ଶନ। ସେତେବେଳେ ହାତୀସେନା ଆଜିର ଟ୍ୟାଙ୍କ ବାହିନୀ ଭଳି। ତେଣୁ ଗଜପତି ବା ହାତୀମାନଙ୍କର ପ୍ରଭୁ କହି ସେ ବଙ୍ଗାଳା ଆଉ ଦାକ୍ଷିଣାତ୍ୟର ଶାସକଙ୍କୁ ସିଧାସଳଖ ଏକ ବାର୍ତ୍ତା ଦେଉଥିଲେ। ବାଃ, ମାନେ ପରୀକ୍ଷାର୍ଥୀଙ୍କୁ କେବଳ ରାଜାଙ୍କ ନାଁ ନୁହେଁ, ତାଙ୍କ ଉପାଧି ପଛର କାରଣ ବି ବୁଝିବାକୁ ପଡ଼ିବ। ଏକ୍ଜାକ୍ଟଲି।
ତେବେ ଇତିହାସରୁ ଏବେ ଚାଲନ୍ତୁ ଆଧୁନିକ ଓଡ଼ିଶାର ଅର୍ଥନୀତି ଆଡ଼କୁ। ଆମ ପରବର୍ତ୍ତୀ ପ୍ରଶ୍ନଟି ଡ୍ୟାମ୍ ଓ ନଦୀ ଉପରେ। ହଁ, ଏଇଟା ଏକ ଭୁଲ ଯୋଡ଼ି ବାଛିବା ପ୍ରଶ୍ନ। ନିମ୍ନଲିଖିତ ଯୋଡ଼ିମାନଙ୍କ ମଧ୍ୟରୁ କେଉଁଟି ଭୁଲ ଭାବେ ମେଳ ଖାଉଛି? ଏ. ହୀରାକୁଦ ମହାନଦୀ, ବି. ରେଙ୍ଗାଲି ବ୍ରାହ୍ମଣୀ, ସି. ଉପର ଇନ୍ଦ୍ରାବତୀ ଆଉ ଡି. ମନ୍ଦିରା ବୈତରଣୀ। ଏହି ପ୍ରକାର ପ୍ରଶ୍ନରେ ବହୁତ ଦ୍ୱନ୍ଦ୍ୱ ହୁଏ। ଏଠାରେ ଭୁଲ ଯୋଡ଼ିଟି ହେଉଛି ଡି. ମନ୍ଦିରା ବୈତରଣୀ, କାରଣ ମନ୍ଦିରା ଡ୍ୟାମ୍ ପ୍ରକୃତିରେ ଶଙ୍ଖ ନଦୀ ଉପରେ ଅଛି, ବୈତରଣୀ ଉପରେ ନୁହେଁ। ଆଚ୍ଛା, ମନ୍ଦିରା ଡ୍ୟାମ୍ ଶଙ୍ଖ ନଦୀ ଉପରେ। ଏହି ଡ୍ୟାମ୍ର କିଛି ବିଶେଷ ଗୁରୁତ୍ୱ ଅଛି କି? ନିଶ୍ଚୟ। ଏହି ମନ୍ଦିରା ଡ୍ୟାମ୍ ହିଁ ରାଉରକେଲା ଇସ୍ପାତ କାରଖାନାକୁ ଜଳ ଯୋଗାଣର ଏକ ମୁଖ୍ୟ ଉତ୍ସ। ତେଣୁ ଦେଖନ୍ତୁ, ଗୋଟେ ଛୋଟ ଡ୍ୟାମ୍ କେମିତି ଓଡ଼ିଶାର ଶିଳ୍ପାୟନରେ ଏତେ ବଡ଼ ଭୂମିକା ନେଉଛି। ଠିକ୍। ଆଉ ଆମେ ଏବେ ସଂସ୍କୃତି ବିଷୟରେ ଗୋଟେ ପ୍ରଶ୍ନ ଦେଖିବା। ପ୍ରଶ୍ନଟି ହେଲା, କେଉଁ ଓଡ଼ିଆ ପର୍ବ ମହିଳାଙ୍କ ରୀତିନୀତି ଏବଂ ଦେବୀ ଲକ୍ଷ୍ମୀଙ୍କ ପୂଜା ସହିତ ଜଡ଼ିତ? ଏ. ରଜ ପର୍ବ, ବି. ଦୋଳଯାତ୍ରା, ସି. ମାଣବସା ଗୁରୁବାର ଆଉ ଡି. ନୂଆଖାଇ। ଏହାର ଉତ୍ତର ତ ପ୍ରାୟ ସମସ୍ତଙ୍କୁ ଜଣାଥିବ। ସି. ମାଣବସା ଗୁରୁବାର। କିନ୍ତୁ ଏହା କେବଳ ଏକ ପୂଜା ନୁହେଁ, ଏହା ଓଡ଼ିଆ ଘରର ସ୍ୱଚ୍ଛତା, ସମୃଦ୍ଧି ଆଉ ସଂସ୍କୃତିର ପ୍ରତୀକ। ଆଉ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଯେଉଁ ସାମାଜିକ ସମାନତାର ବାର୍ତ୍ତା ଅଛି, ତାହା ଏହି ପର୍ବକୁ ଆହୁରି ମହାନ କରିଦିଏ। ବହୁତ ସୁନ୍ଦର ଭାବେ କହିଲେ। ତେବେ ଚାଲନ୍ତୁ ପୁଣିଥରେ ଭୂଗୋଳ ଆଡ଼କୁ ଫେରିବା। ବନ୍ୟପ୍ରାଣୀ ଅଭୟାରଣ୍ୟ। ଓଡ଼ିଶାର କେଉଁ ବନ୍ୟପ୍ରାଣୀ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଅବସ୍ଥିତ? ଏ. ସାତକୋଶିଆ, ବି. ଭିତରକନିକା, ସି. ଶିମିଳିପାଳ, ଡି. କୁଲଡିହା। ଏହାର ଉତ୍ତର ତ ତା ନାଁରେ ହିଁ ଲୁଚି ରହିଛି। ଏ. ସାତକୋଶିଆ। ମହାନଦୀ ପୂର୍ବଘାଟ ପର୍ବତମାଳାକୁ କାଟି ଯେଉଁ ସାତକୋଶ ଲମ୍ବର ଗଭୀର ଗଣ୍ଡ ତିଆରି କରିଛି, ସେଟା ହିଁ ସାତକୋଶିଆ। ଏଠାରେ ଘଡ଼ିଆଳ କୁମ୍ଭୀରଙ୍କ ପାଇଁ ଏକ ସଂରକ୍ଷଣ କେନ୍ଦ୍ର ବି ଅଛି। ଆଚ୍ଛା, ଏବେ ଆମେ ଶିଳ୍ପ ଉପରେ ଆଉ ଗୋଟେ ପ୍ରଶ୍ନ ଦେଖିବା। ଏଇଟା ରାଉରକେଲା ଇସ୍ପାତ କାରଖାନା ବିଷୟର ଅଛି। କେଉଁ ଖଣିଜ ଭିତ୍ତିକ ଶିଳ୍ପ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାର କାରଣ ହୋଇଥିଲା? ବିକଳ୍ପଗୁଡ଼ିକ ହେଲା ଏ. କୋଇଲା, ବି. ବକ୍ସାଇଟ୍, ସି. ଲୁହାପଥର ଆଉ ଡି. ଚୁନାପଥର। ଦେଖନ୍ତୁ, ଇସ୍ପାତ କାରଖାନା ପାଇଁ ଏସବୁ ଦରକାର, କିନ୍ତୁ ମୂଳ କଞ୍ଚାମାଲ ହେଉଛି ଲୁହା ପଥର। ତେଣୁ ଉତ୍ତର ହେବ ସି. ଲୁହାପଥର। କଥାଟା ହେଉଛି, ଯେଉଁଠି ଅଟା ମିଳେ ରୁଟି ସେଇଠି ହିଁ ତିଆରି ହୁଏ। ପାଣି ଆଉ ଲୁଣ ତ ଅନ୍ୟଆଡ଼ୁ ଆସିପାରିବ। ସୁନ୍ଦରଗଡ଼ ଆଉ କେନ୍ଦୁଝରର ବିଶାଳ ଲୁହାପଥର ଖଣି ପାଖରେ ଥିବାରୁ ରାଉରକେଲାକୁ ବଛାଯାଇଥିଲା। ବାଃ, କି ଚମତ୍କାର ଉଦାହରଣ! ଏମିତି ହେଲେ ସହଜରେ ମନେ ରହିବ। ଏବେ ଆସନ୍ତୁ ଆଧୁନିକ ଓଡ଼ିଶାର ନିର୍ମାଣରେ ଯାହାଙ୍କର ବଡ଼ ଭୂମିକା ଥିଲା, ତାଙ୍କ ବିଷୟରେ ଜାଣିବା। କେଉଁ ଓଡ଼ିଆ ଲେଖକ ସତ୍ୟବାଦୀ ଆନ୍ଦୋଳନ ସହିତ ଜଡ଼ିତ ଥିଲେ? ଏ. ଫକୀରମୋହନ ସେନାପତି, ବି. ଗୋପବନ୍ଧୁ ଦାସ, ସି. ରାଧାନାଥ ରାୟ, ଡି. ମଧୁସୂଦନ ଦାସ। ଏ ସମସ୍ତେ ମହାନ ବ୍ୟକ୍ତିତ୍ୱ, କିନ୍ତୁ ସତ୍ୟବାଦୀ ଆନ୍ଦୋଳନ ଶବ୍ଦଟି ଗୋଟିଏ ନାଁ ସହିତ ହିଁ ଯୋଡ଼ା। ଆଉ ସେହି ନାମ ହେଉଛି ବି. ଗୋପବନ୍ଧୁ ଦାସ। ସତ୍ୟବାଦୀ ବନବିଦ୍ୟାଳୟ ଖାଲି ଗୋଟେ ସ୍କୁଲ ନଥିଲା, ଏହା ଥିଲା ଏକ ମୁକ୍ତାକାଶ ବିଦ୍ୟାଳୟ, ଯେଉଁଠି ଜାତୀୟତା, ସମାଜସେବା ଆଉ ମାନବିକତାର ଶିକ୍ଷା ଦିଆଯାଉଥିଲା। ଏହା ଏକ ପୁନର୍ଜାଗରଣ ଥିଲା। ଠିକ୍ କହିଲେ। ଆଉ ଆମର ଶେଷ ପ୍ରଶ୍ନ ଚିଲିକା ଉପରେ। ଏଥିରେ ଆମକୁ ଭୁଲ ବାକ୍ୟଟି ବାଛିବାକୁ ହେବ। ଚିଲିକା ହ୍ରଦ ବିଷୟରେ କେଉଁ ବାକ୍ୟଟି ଭୁଲ ଅଟେ? ଏ. ଏହା ଏକ ଲୁଣିଆ ପାଣିର ହ୍ରଦ, ବି. ଏହା ଏକ ରାମସାର ସ୍ଥଳ, ସି. ଏହା କେବଳ ଗୋଟିଏ ଜିଲ୍ଲାରେ ଅବସ୍ଥିତ, ଡି. ଏଠାରେ ଇରାୱାଡି ଡଲଫିନ୍ ଦେଖାଯାନ୍ତି। ହଁ, ଏଠି ଭୁଲ ବାକ୍ୟଟି ବାଛିବାର ଅଛି। ତେଣୁ ଉତ୍ତର ହେବ ସି, କାରଣ ଚିଲିକା କେବଳ ଗୋଟିଏ ଜିଲ୍ଲାର ନାହିଁ, ଏହା 3ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମରେ ବ୍ୟାପି ରହିଛି। ଆଚ୍ଛା, ତେବେ ବାକି 3ଟି ବିକଳ୍ପ ଠିକ୍? ଏଠି ରାମସାର ସ୍ଥଳ କଥା କୁହାଯାଇଛି, ଏହାର ଅର୍ଥ କ'ଣ? ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। 1981ରେ ଚିଲିକାକୁ ଭାରତର ପ୍ରଥମ ରାମସାର ସ୍ଥଳର ମାନ୍ୟତା ମିଳିଲା। ମାନେ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ଭାବେ ସ୍ୱୀକୃତି ଦିଆଗଲା, ବିଶେଷ କରି ବିଦେଶାଗତ ପକ୍ଷୀଙ୍କ ପାଇଁ। ତେବେ ଆଜିର ଆଲୋଚନାରୁ ଆମେ ପ୍ରକୃତରେ ଗୋଟେ ମାନସିକ ମାନଚିତ୍ର ତିଆରି କରିପାରିଲେ। ଆମେ ଓଡ଼ିଶାର 480 କିଲୋମିଟର ଉପକୂଳରୁ ଯାତ୍ରା ଆରମ୍ଭ କରି ନଦୀମାନଙ୍କୁ ଦେଖିଲେ, ଅଭୟାରଣ୍ୟ ବୁଲିଲେ। ହଁ, ଆଉ ତାପରେ ସମୟ ଯାତ୍ରା କରି କପିଳେନ୍ଦ୍ର ଦେବଙ୍କ ଗଜପତି ଉପାଧିର ଗୁରୁତ୍ୱ ବୁଝିଲୁ।
ଆଉ ଗୋପବନ୍ଧୁଙ୍କ ସତ୍ୟବାଦୀ ଆନ୍ଦୋଳନର ପ୍ରଭାବକୁ ବି ଅନୁଭବ କଲୁ। ମାଣଦଶାର ସାଂସ୍କୃତିକ ଗଭୀରତାରୁ ଆରମ୍ଭ କରି ରାଉରକେଲାର ଶିଳ୍ପଗତ ମହତ୍ତ୍ୱ ପର୍ଯ୍ୟନ୍ତ ସବୁ ଦିଗକୁ ଛୁଇଁବାକୁ ଚେଷ୍ଟା କଲୁ। ତେବେ ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ କ'ଣ ଚିନ୍ତା କରିବାର ଅଛି? ଦେଖନ୍ତୁ, ଆମେ ଏହି ତତ୍ତ୍ୱଗୁଡ଼ିକୁ ପରୀକ୍ଷା ପାଇଁ ଅଲଗା ଅଲଗା ମନେ ରଖୁ, କିନ୍ତୁ କଥାଟା ହେଉଛି ଓଡ଼ିଶାର ପରିଚୟ ଏହି ଖଣ୍ଡ ଖଣ୍ଡ ତଥ୍ୟରେ ନାହିଁ, ବରଂ ଏମାନଙ୍କ ମଧ୍ୟରେ ଥିବା ସମ୍ପର୍କରେ ଅଛି। ଯେଉଁ ମହାନଦୀ ସାତକୋଶିଆ ଗଣ ତିଆରି କରେ, ସେହି ନଦୀ ଉପରେ ହୀରାକୁଦ ଡ୍ୟାମ୍ ବି ଅଛି। ଯେଉଁ ଲୁହାପଥର ପାଇଁ ରାଉରକେଲା ତିଆରି ହେଲା, ସେହି ଖଣିଜ ସମ୍ପଦ ହିଁ କଳିଙ୍ଗ ଯୁଦ୍ଧର ଏକ କାରଣ ଥିଲା। ଏହି ସମ୍ପର୍କଗୁଡ଼ିକୁ ବୁଝିପାରିଲେ ହିଁ ଓଡ଼ିଶାର ପ୍ରକୃତ ଆତ୍ମାକୁ ବୁଝିହେବ। ଏହି ଚମତ୍କାର ଚିନ୍ତା ସହିତ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ। ପୁଣି ଦେଖାହେବ।